नमस्कार दर्शक बंधु ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ ଆଜି ମୁଁ ଆପଣଙ୍କୁ ଜଣେଇବି କି ଆପଣଙ୍କ ଯେଉଁ ଏଲ୍ପିଜି ପାଇଁ ଗୋଟେ ବହୁତ ବଡ଼ ସମସ୍ୟା ଆପଣମାନେ ଅନ୍ତର୍ଭୁକ୍ତ ହେଉଛନ୍ତି ଏବଂ ଏଲ୍ପିଜିରେ ଆପଣମାନେ ବୁକିଂ କରିପାରୁନାହାନ୍ତି ଏବଂ ସରକାରଙ୍କ ତରଫରୁ କେଉଁ ସବୁ ନୂଆ ନିୟମ ସବୁ ଲାଗୁ ଅଛି ଏବଂ କେଉଁ ସବୁ ବିଷୟରେ ଆପଣମାନେ ଜାଣିନାହାନ୍ତି ସେ ବିଷୟରେ ଏବଂ ଯେଉଁ ନିୟମ ଲାଗୁ ଅଛି ତ ସେଥିରେ ଆପଣମାନେ କେମିତି ଆପଣମାନେ ଫଲୋ କରିପାରିଲେ ସେ ନିୟମ ଆପଣମାନେ ଯଥାଶୀଘ୍ର ଆପଣମାନେ ଗ୍ୟାସ୍ ପାଇପାରିବେ। କାରଣ ବର୍ତ୍ତମାନ ଟାଇମ୍ରେ ଗ୍ୟାସ୍ ଗୋଟେ ଏମିତିକା ଜିନିଷ ହେଇଗଲାଣି ଯେଉଁମାନେ କି ଗାଁରେ ଲୋକ ରହୁଛନ୍ତି ସେମାନଙ୍କ ପାଇଁ ଟେନସନ୍ କିଛି ନାହିଁ, କାହିଁକି ସେମାନେ କାଠ ଚୁଲିରେ ରୋଷେଇ କରିଦେବେ। କିନ୍ତୁ ଯେଉଁମାନେ ସହରାଞ୍ଚଳ ରହୁଛନ୍ତି ତ ତାଙ୍କ ପାଇଁ ବହୁତ ବଡ଼ ପ୍ରୋବ୍ଲେମ୍ ଗୋଟେ କି ସେମାନଙ୍କର ବିନା ଗ୍ୟାସ୍ରେ ସେମାନେ ରୋଷେଇ କରିପାରିବେ ନାହିଁ। ଠିକ୍ ଅଛି, ଏମିତିକି ବହୁତ ହଷ୍ଟେଲ୍ ଏବଂ ବହୁତ ରେଷ୍ଟୁରାଣ୍ଟ ଗୁଡ଼ିକରେ ସବୁ ଜିନିଷ ସବୁ ବନ୍ଦ ହେଇଗଲାଣି, ମାନେ ସବୁ ରୋଷେଇକା ହୋଇପାରୁନି, ସେ ପାଇଁ ସବୁ ଜିନିଷ ବନ୍ଦ ହେଇଗଲାଣି। ବହୁତ ଲୋକ ବହୁତ ଅସୁବିଧା ହେଉଛନ୍ତି ଏବଂ ଯାହାଫଳରେ କି ସରକାରଙ୍କ ତରଫରୁ ଗୋଟେ ବହୁତ ବଡ଼ ନିୟମ ଆସିଛି କି ଆପଣମାନେ କେମିତି ଆପଣମାନେ ଗ୍ୟାସ୍ ବୁକିଂ କରିପାରିବେ। ଠିକ୍ ଅଛି, ତ ଚାଲନ୍ତୁ ସେ ବିଷୟରେ ଟୋଟାଲ୍ ଡିଟେଲ୍ସ ଭାବରେ ଜାଣିବା କ'ଣ ଅଛି ସରକାରଙ୍କ ନିୟମ ଏବଂ କ'ଣ ଅଛି ସରକାରଙ୍କର ଗାଇଡ଼ଲାଇନ୍। ଠିକ୍ ଅଛି, ତ ତାପରେ ଯଦି ଆପଣମାନେ ଭିଡ଼ିଓରେ ନୂଆ ଅଛନ୍ତି ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି। ତ ଚାଲନ୍ତୁ ଜାଣିବା କ'ଣ ଅଛି ସେସବୁ ଗାଇଡ଼ଲାଇନ୍ ଏବଂ କ'ଣ ଅଛି ସେସବୁ ନିୟମ। ଦେଖନ୍ତୁ ଏଇଠି ଆପଣଙ୍କର ଲେଖା ହେଇଛି କି ଆପଣମାନଙ୍କର ଏମାନଙ୍କୁ ଆଉ ମିଳିବନି ଏଲ୍ପିଜି ସିଲିଣ୍ଡର। ଗ୍ୟାସ୍ ସଙ୍କଟ ବେଳେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି। ଠିକ୍ ଅଛି, ଏଇଟା ଆପଣଙ୍କୁ ଲେଖା ହେଇଛି ଏବଂ ଚାଲନ୍ତୁ କ'ଣ ଅଛି ବଡ଼ ନିଷ୍ପତ୍ତି ଆପଣଙ୍କୁ ମୁଁ ଦେଖାଇ ଦେଉଛି ଏବେ। ଦେଖନ୍ତୁ ଏଇଠି ଲେଖା ହେଇଛି ଆପଣମାନଙ୍କର ମଧ୍ୟପ୍ରାଚ୍ୟର ଚାଲିଥିବା ଉତ୍ତେଜନା ଯୋଗୁଁ ବିଶ୍ୱବ୍ୟାପୀ ସଙ୍କଟ ଆଶଙ୍କା ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ କଳାବଜାରୀ ଏବଂ ଗ୍ୟାସ୍ ସିଲିଣ୍ଡର ଅବୈଧ ଗଚ୍ଛିତ ରଖିବା ପାଇଁ ବିଭିନ୍ନ ସହରରେ ଚଢ଼ାଉ ଜୋରଦାର କରାଯାଇଛି। ଏହାରି ଭିତରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହା ନିର୍ଦ୍ଦେଶ ଅନୁଯାୟୀ ଯେଉଁ ପରିବାର ଗୁଡ଼ିକର ପୂର୍ବରୁ ପାଇପ୍ ପ୍ରାକୃତିକ ଗ୍ୟାସ୍ ବା ପିଏନ୍ଜି କନେକ୍ସନ୍ ଅଛି ସେମାନଙ୍କୁ ଆଉ ଏକ ସମୟରେ ଘରୋଇ ଏଲ୍ପିଜି ସଂଯୋଗ ରଖିବା ପାଇଁ ଅନୁମତି ଦିଆଯିବ ନାହିଁ। ଏହାର ମାନେ ହେଉଛି ଯେଉଁମାନେ ଆଗରୁ ପ୍ରାକୃତିକ ଗ୍ୟାସ୍ ଯେଉଁମାନେ ପାଉଛନ୍ତି, ଯାହାକି ଆମର ଗୋବର ଗ୍ୟାସ୍ ରହିଛି, ପ୍ରାକୃତିକ ଗ୍ୟାସ୍ ମାନେ ଗୋବର ଗ୍ୟାସ୍ ରହିଛି, ତ ସେମାନଙ୍କ ପିଏନ୍ଜି କନେକ୍ସନ୍ ଅଛି ଏବଂ ତାକୁ ଆଉ ଏଲ୍ପିଜି ଆଉ ଗ୍ୟାସ୍ ଦିଆଯିବ ନାହିଁ। ଠିକ୍ ଅଛି, ତ ଆଉ ଗୋଟେ ଦେଖନ୍ତୁ ଆପଣଙ୍କର ଲେଖା ହେଇଛି ଆପଣଙ୍କର ଏହାର ଅର୍ଥ ହେଉଛି ଯେ ଗ୍ରାହକମାନଙ୍କ ତୁରନ୍ତ ସେମାନଙ୍କର ଏଲ୍ପିଜି ସିଲିଣ୍ଡର କନେକ୍ସନ୍ ହସ୍ତାନ୍ତର କରିବାକୁ ପଡ଼ିବା, ଘରୋଇ ଗ୍ୟାସ୍ ପରିଚାଳନାରେ ଉନ୍ନତି ଆଣିବା ଏବଂ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସଂଗଠିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି। ସରକାରଙ୍କ ବିଶ୍ୱାସ ଗ୍ରାହକମାନଙ୍କୁ ଏକକାଳୀନ ପିଏନ୍ଜି ଏବଂ ଏଲ୍ପିଜି ସଂଯୋଗ ଧାରଣ କରିବାକୁ ଅନୁମତି ଦେବା ଦ୍ୱାରା ଗ୍ୟାସ୍ ଯୋଗାଣର ଅସମାନତା, ସମ୍ଭାବ୍ୟ ଅପବ୍ୟବହାର ଏବଂ ସମ୍ବଳର ଅନାବଶ୍ୟକ ଦହରା ସୃଷ୍ଟି ହୋଇଥାଏ। ତେଣୁ ଏହି କଟକଣା ମାଧ୍ୟମରେ ଗ୍ରାହକମାନଙ୍କୁ ଏକକ ପ୍ରଦାନକାରୀଙ୍କ ଠାରୁ ସେମାନଙ୍କ ଗ୍ୟାସ୍ ଉତ୍ସ କରିବାକୁ ବାଧ୍ୟ କରାଯାଉଛି, ଯାହାଦ୍ୱାରା ଯୋଗାଣ ଶୃଙ୍ଖଳରେ ଅଧିକ ସ୍ୱଚ୍ଛତା ଆସିପାରିବ। ସେପଟେ ସଙ୍କଟକୁ ମୁକାବିଲା କରିବା ପାଇଁ ରିଫାଇନେରୀ ଗୁଡ଼ିକରେ ଏଲ୍ପିଜି ଉତ୍ପାଦକ ବୃଦ୍ଧି କରିବା ପାଇଁ ବୁକିଂ ଏବଂ ବିତରଣ ଭିତ୍ତିଭୂମିକୁ ସୁବ୍ୟବସ୍ଥା କରିବା ପାଇଁ 6ଟି ପ୍ରମୁଖ ପଦକ୍ଷେପ ଆରମ୍ଭ କରିଛନ୍ତି ସରକାର। ଠିକ୍ ଅଛି, ତ ଏଇଟା ହେଉଛି ଆପଣମାନଙ୍କର ଯେଉଁମାନଙ୍କର ଗୋବର ଗ୍ୟାସ୍ ପାଉଛନ୍ତି ଏବଂ ଯେଉଁମାନେ ଏଲ୍ପିଜି ମଧ୍ୟ ରଖିଛନ୍ତି ତାଙ୍କୁ ଆଉ ନେକ୍ସଟ ଟାଇମ୍ ଆପଣଙ୍କୁ ଏଲ୍ପିଜି ଦେବେ ନାହିଁ ସରକାର ଏବଂ କେତେ ପର୍ଯ୍ୟନ୍ତ ଦେବେ, ଯେତେ ପର୍ଯ୍ୟନ୍ତ ଆମର ଷ୍ଟକ୍ ନାହିଁ ଏବଂ ଆପଣମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେତେ ପର୍ଯ୍ୟନ୍ତ ଆପଣଙ୍କୁ ଏଲ୍ପିଜି ଆଉ ମିଳିବ ନାହିଁ। ଯେଉଁମାନେ ପାଇବେନି ନା ଯେଉଁମାନେ ପିଏନ୍ଜି ପାଉଛନ୍ତି, ପିଏନ୍ଜି ମାନେ ହେଉଛି ଯେଉଁମାନେ ପ୍ରାକୃତିକ ଗ୍ୟାସ୍ ପାଉଛନ୍ତି ଏବଂ ଯେଉଁମାନଙ୍କର ଗୋବର ଗ୍ୟାସ୍ ଅଛି। ଠିକ୍ ଅଛି, ଗୋବର ଗ୍ୟାସ୍ ଯେଉଁମାନେ କରୁଛନ୍ତି ସେମାନଙ୍କୁ ଆଉ ପିଏନ୍ଜି ମିଳିବ ନାହିଁ। ତାପରେ ଜାଣିବା କେଉଁ ସବୁ ନିୟମ ରହିଛି। ଦେଖନ୍ତୁ ଏଇଠି ମୁଁ ଆପଣଙ୍କୁ କହିଦେଉଛି କେଉଁ ସବୁ ନିୟମ ରହିଛି ଆପଣଙ୍କର, ସେଇ ନିୟମ ଅନୁସାରେ ଆପଣଙ୍କର ଗ୍ୟାସ୍ ବୁକିଂ କରିପାରିବେ। ଦେଖନ୍ତୁ ଏଇଟା ଆପଣ ବେଟର୍ ହେବ କି ଆପଣମାନେ ଜିନିଷକୁ ଆପଣମାନେ ସ୍କ୍ରିନଶଟ୍ ମାରି ନିଅନ୍ତୁ ଏବଂ ଆପଣ ସେଭ୍ କରି ନିଅନ୍ତୁ। ପ୍ରଥମେ ଦେଖନ୍ତୁ ଲେଖା ହେଇଛି ଆପଣଙ୍କର କି ଏଲ୍ପିଜି ସଙ୍କଟ ପାଇଁ ଟେନସନ୍ ଗୃହିଣୀ ଟେନସନ୍ ଦୂର କରିବାର ବାଟ ମିଳିଗଲା। ଆପଣଙ୍କ ଗ୍ୟାସ୍ କମ୍ପାନୀର ନମ୍ବର ସେଭ୍ କରନ୍ତୁ। ସେହି ନମ୍ବରରେ ହାଏ କିମ୍ବା ରିଫିଲ୍ ଲେଖି ମେସେଜ୍ ପଠାନ୍ତୁ। ମାନେ ଆପଣଙ୍କର ଯେଉଁ ଗ୍ୟାସ୍ କମ୍ପାନୀ ଯେଉଁ ଆପଣ ଗ୍ୟାସ୍ ବୋହି ପାଇଛନ୍ତି ତ ସେଥିରେ ଆପଣମାନଙ୍କର ଯେଉଁ ଟୋଲ୍ ଫ୍ରି ନମ୍ବର ଅଛି ଏବଂ ଯାହା ବି ଆପଣମାନଙ୍କର ନମ୍ବର ଅଛି ସେଥିରେ ଆପଣମାନେ ହାଏ ଲେଖି ପଠାନ୍ତୁ। ଏଇଠି ମଧ୍ୟ ସେ ଲେଖିଦେଇ ଦେଖନ୍ତୁ ଇଣ୍ଡିଆନ୍ ଗ୍ୟାସ୍ରେ ଆପଣମାନେ 7588
888824 ନମ୍ବରରେ ରିଫିଲ୍ ଲେଖି ପଠାନ୍ତୁ। ମାନେ ଆପଣଙ୍କର ଯେଉଁ ଇନ୍ଧନ ଗ୍ୟାସ୍ ଥିବ ଏବଂ ଆପଣମାନଙ୍କର ଅସୁବିଧା ହେଉଥିବ ଆପଣମାନେ ଗ୍ୟାସ୍ ବୁକିଂ କରିବା ପାଇଁ, ତାହେଲେ ଆପଣମାନେ ଏଇଟା ଲେଖି ଆପଣ ପଠାଇ ପାରିବେ। ଠିକ୍ ଅଛି। ଆଉ ଗୋଟେ ଦେଖନ୍ତୁ ଲେଖିଛି ଯେ ଭାରତ ଗ୍ୟାସ୍ ଲେଖା ହେଇଛି। ତ ଏଇ ଭାରତ ଗ୍ୟାସ୍ରେ ଆପଣମାନେ କ'ଣ କରିବେ ନା ଆପଣଙ୍କର ଗୋଟେ ଟୋଲ୍ ଫ୍ରି ନମ୍ବର ରହିଛି। ଏଇ ଟୋଲ୍ ଫ୍ରି ନମ୍ବର ଦେଇକି ଆପଣମାନେ ହାଇ ଲେଖି ପଠାଇ ପାରିବେ। ଟୋଲ୍ ଫ୍ରି ନମ୍ବରଟା ହେଉଛି ଆପଣଙ୍କର 1800224344। ଠିକ୍ ଅଛି। ଆଉ ଦେଖନ୍ତୁ HP ଗ୍ୟାସ୍ ଲେଖା ହେଇଛି ଆପଣଙ୍କର। HP ଗ୍ୟାସ୍ରେ ଆପଣଙ୍କର ଏଇ ଯେଉଁ ଟୋଲ୍ ଫ୍ରି ନମ୍ବରଟା ଅଛି ଆପଣଙ୍କର, ଏଇ ଟୋଲ୍ ଫ୍ରି ନମ୍ବରରେ ଆପଣମାନେ ହାଇ ଲେଖି ପଠାନ୍ତୁ। ଟୋଲ୍ ଫ୍ରି ନମ୍ବରଟା ହେଉଛି 9222201122 ନମ୍ବରରେ ହାଇ ଲେଖି ପଠାଇଲେ ଆପଣମାନେ ଗ୍ୟାସ୍ ବୁକିଂ କରିପାରିବେ। ତାପରେ ଦେଖନ୍ତୁ ଲେଖା ହେଇଛି ଆପଣଙ୍କର ପଞ୍ଜୀକୃତ ନମ୍ବରକୁ କଲ୍ କରି ଅନୁଯାୟୀ ବଟନ୍ ଦବାନ୍ତୁ। ମାନେ ଆପଣମାନଙ୍କର ଯାହା ବି କିଛି ରେଜିଷ୍ଟ୍ରେସନ୍ ନମ୍ବର ଅଛି ତ ସେଇଟା ମୁଁ ଆପଣଙ୍କୁ କହିଦେଉଛି। ଇନ୍ଧନ ଗ୍ୟାସ୍ ପାଇଁ ହେଉଛି 7718955555। ଭାରତ ଗ୍ୟାସ୍ର ନମ୍ବର ହେଉଛି 7715012345। HP ଗ୍ୟାସ୍ର ନମ୍ବର ହେଉଛି ଆପଣମାନଙ୍କର 8888823456। ଏଇଟା ହେଉଛି ଆପଣଙ୍କର ପଞ୍ଜୀକୃତ ନମ୍ବର। ମାନେ ଆପଣମାନେ ପଞ୍ଜୀକରଣ କରୁଛନ୍ତି ସେ ନମ୍ବରକୁ ଆପଣ ଫୋନ୍ କରାଇ ଆପଣଙ୍କ ଯାହା ବି କିଛି ଆପଣଙ୍କୁ ସେ କହିବେ ତ ସେସବୁ ଆପଣଙ୍କୁ ଭଲ ଭାବରେ ଫିଲ୍ଅପ୍ କରିବାର ଅଛି। ତାପରେ ଆସନ୍ତୁ ଦେଖିବା ଆପଣଙ୍କର କେବଳ କେଉଁ ନମ୍ବରକୁ କଲ୍ କଲେ କଲ୍ ଆପେ ଆପେ କଟିଯିବ ଏବଂ ଆପଣଙ୍କର ବୁକିଂ ହେଇଯିବ। ଦେଖନ୍ତୁ ଯଦି ଆପଣମାନେ ଇନ୍ଧନ ଗ୍ୟାସ୍କୁ ଆପଣମାନେ କଲ୍ କରୁଛନ୍ତି ତାହେଲେ ଆପଣମାନଙ୍କର ଇନ୍ଧନ ଗ୍ୟାସ୍ର ନମ୍ବର ହେଉଛି 8454955555। ଏଇ ନମ୍ବରରେ ଫୋନ୍ କଲେ ଆପଣଙ୍କର କଲ୍ ଆପେ ଆପେ କଟିଯିବ ଏବଂ ଆପଣଙ୍କର ବୁକିଂ ହେଇଯିବ। ଭାରତ ଗ୍ୟାସ୍ର ନମ୍ବର ହେଉଛି ଆପଣମାନଙ୍କର 7710955555। ଏଇ ଗ୍ୟାସ୍ ଆପଣ ଭାରତ ଗ୍ୟାସ୍ ଯଦି ୟୁଜ୍ କରୁଛନ୍ତି ତାହେଲେ ଆପଣଙ୍କୁ ଏଇ ନମ୍ବରରେ ଫୋନ୍ କଲେ ଆପଣଙ୍କର ଗ୍ୟାସ୍ ବୁକିଂ ଅଟୋମେଟିକ୍ ହେଇଯିବ ଏବଂ ଆପଣଙ୍କର ଫୋନ୍ଟେ କଟିଯିବ। HP ଗ୍ୟାସ୍ର ନମ୍ବର ହେଉଛି 9493602222। ଏଇ ନମ୍ବରରେ ଆପଣଙ୍କୁ ଫୋନ୍ କଲେ ଆପଣଙ୍କର ଗ୍ୟାସ୍ ଅଟୋମେଟିକ୍ ବୁକିଂ ହୋଇଯିବ ଏବଂ ଆପଣଙ୍କ କଲ୍ କରିଥିବା ନମ୍ବରଟି ଆପଣଙ୍କର କଟିଯିବ। ଠିକ୍ ଅଛି। ଆଉ ଗୋଟେ ଦେଖନ୍ତୁ ଲେଖା ହେଇଛି ଆପଣମାନଙ୍କର ଏଠି କି ପ୍ଲେ ଷ୍ଟୋରରୁ ଆପଣ ଅଫିସିଆଲ୍ ଆପ୍ ଡାଉନଲୋଡ଼୍ କରିନିଅନ୍ତୁ। ଯଦି ଆପଣଙ୍କର ଗ୍ୟାସ୍ ବୁକିଂ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କର ପ୍ଲେ ଷ୍ଟୋରରେ ଯାହା ବି କିଛି ରହିଛି ଆପ୍ ଆପଣମାନେ ଡାଉନଲୋଡ଼୍ କରିନେବେ। ଠିକ୍ ଅଛି। ତ ଦେଖନ୍ତୁ ଇଣ୍ଡିଆନ୍ ଗ୍ୟାସ୍ ପାଇଁ କ'ଣ ରହିଛି। ଇଣ୍ଡିଆନ୍ ଆପଣଙ୍କର ରହିଛି ଆପଣମାନଙ୍କର ଇଣ୍ଡିଆନ୍ ଅଏଲ୍ 1। ଏଇଟା ଆପଣ ଡାଉନଲୋଡ଼୍ କରିପାରିବେ। ଭାରତ ଗ୍ୟାସ୍ ପାଇଁ ରହିଛି ହେଲୋ BPCL, HP ଗ୍ୟାସ୍, SP ପେ। ଠିକ୍ ଅଛି। ଏଇସବୁ ଆପଣଙ୍କର ପ୍ଲେ ଷ୍ଟୋର୍ ଆପଣ ଡାଉନଲୋଡ଼୍ କରିପାରିବେ। ତାପରେ ଆପଣମାନେ କେମିତି କ'ଣ ଆପଣ ପେମେଣ୍ଟ କରିପାରିବେ ସେ ବିଷୟରେ ଲେଖା ହେଇଛି। ଆପଣଙ୍କର ପେଟିଏମ୍, ଫୋନ୍ପେ, ଗୁଗୁଲ୍ ପେ ବୁକିଂ କିମ୍ବା ପେମେଣ୍ଟ ଆପଣମାନେ ଏଥିରେ କରିପାରିବେ। ଠିକ୍ ଅଛି। ଆପଣ ଯଦି ଅନଲାଇନ୍ରେ ବୁକିଂ କରିବେ ତେଣୁ ଆପଣଙ୍କୁ ଅନଲାଇନ୍ରେ ଆପଣଙ୍କୁ ବୁକିଂ କରିବା ପାଇଁ ପଡ଼ିବ। ତାପରେ ଦେଖନ୍ତୁ ଲେଖା ହେଇଛି ଆପଣମାନେ ମଧ୍ୟ ଉମଙ୍ଗ ଆପ୍ ଯଦି ଆପଣ ୟୁଜ୍ କରୁଛନ୍ତି ସେଥିରେ ମଧ୍ୟ ଆପଣମାନେ ବୁକିଂ କରିପାରିବେ ଏବଂ ପେମେଣ୍ଟ ମଧ୍ୟ କରିପାରିବେ। ଠିକ୍ ଅଛି। ତ ଏସବୁ ରହିଲା ଆପଣଙ୍କ ଟୋଟାଲ୍ ଡିଟେଲ୍ସ ଭାବରେ ଯାହାକି ଆପଣଙ୍କୁ ମୁଁ କହିଦେଲି। ଆପଣ ଚାହିଁଲେ ଏଇ ଜିନିଷ ସ୍କ୍ରିନଶଟ୍ ମାରି ନିଅନ୍ତୁ ଏବଂ ଆପଣମାନେ ଏଇଭଳି ଭାବରେ ଆପଣଙ୍କର ଗ୍ୟାସ୍ ବୁକିଂ କରିନିଅନ୍ତୁ। ଠିକ୍ ଅଛି। ଯଦି ଭିଡ଼ିଓଟି ଭଲ ଲାଗିଥିବ ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲନ୍ତୁନି। କାହିଁକିନା ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରୁଛନ୍ତି ତାହେଲେ ଆମେ ଯାହା ବି କିଛି ନୂଆ ନୂଆ ଭିଡ଼ିଓ ପକାଇବା ସରକାରଙ୍କ ତରଫରୁ ଏବଂ ସରକାରୀ ଯୋଜନା ଗୁଡ଼ିକ ଯାହା ବି କିଛି ଆପଣ ଭିଡ଼ିଓ ପକାଉଛୁ ଆପଣଙ୍କ ପାଖରେ ନୋଟିଫିକେସନ୍ ପହଞ୍ଚି ପାରିବ ଏବଂ ଆପଣମାନେ ସବୁକିଛି ତଥ୍ୟ ଜାଣିପାରିବେ।